ଶୁଭ ସକାଳ ପିଲାମାନେ। ମୁଁ ଆଶା କରିଛି ତମେମାନେ ସମସ୍ତେ ଭଲରେ ଥିବ। ଦେଖ ପିଲାମାନେ, ଆଜି ଆମେ ସୁନ୍ଦରିଆ ପାଠଟିଏ ପଢ଼ିବା। ପାଠର ନାଁ ହେଉଛି ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ। ଆଚ୍ଛା, ମାଙ୍କଡ଼ କହିଲେ ତମେମାନେ ମଙ୍କି ଜାଣିଛ ତ? ଆଜିକାଲି ଇଂଲିଶ ପିଲା ମୁଁ ଜାଣିଛି ତମେମାନେ ମଙ୍କି କହିଲେ ବୁଝିବ ଯେ ମଙ୍କିକୁ ମାଙ୍କଡ଼ କୁହାଯାଏ। ସେ ମାଙ୍କଡ଼ କାଙ୍କଡ଼ ଖାଇବ। ଏବେ ବର୍ଷା ଦିନ ଚାଲିଛି ନା ନାହିଁ? ତମେମାନେ କାଙ୍କଡ଼ ଦେଖିଥିବ ବାରିପଟେ ଫଳେ, କଣ୍ଟା କଣ୍ଟା ଟାଇପ୍ର ଏଇପରି ଥାଏ। ତ ଦେଖ ଦେଖ ଦେଖ, ସେ ଟପିକକୁ ଯିବା ପୂର୍ବରୁ ମୁଁ ତମକୁ କିଛି ପ୍ରଶ୍ନ ପଚାରିବି। ତମେ କେବେ ବଜାର ବୁଲି ଯାଇଛ ପିଲାମାନେ? ନିଶ୍ଚିନ୍ତ ଭାବରେ ଯାଇଥିବ ବଜାର ବୁଲି। ଆଚ୍ଛା ପିଲେ, ମୋତେ କହିଲ ଦେଖି, ତମେ ଯେତେବେଳେ ବଜାରକୁ ଯାଅ, ବଜାରରେ ସବୁ କଣ କଣ ଦେଖିବାକୁ ପାଅ? ଭେରି ଗୁଡ୍, ଭେରି ଗୁଡ୍। ଟମାଟୋ, ବାଇଗଣ, ଲଙ୍କା, ପିଆଜ, ରସୁଣ, ଆମର କଖାରୁ, ଭେଣ୍ଡି, ତାପରେ ଶାଗ, ଏମିତି ନଡ଼ିଆ, ସପୁରୀ, ମାନେ ଅନେକ ପ୍ରକାର ଫଳ, ପନିପରିବା, ତାପରେ ଗଲା ଯେ ଆମର ଅ, ଆମର କ'ଣ କନାପଟା, ଏଇସବୁ ଜିନିଷ ସବୁ ବଜାରକୁ ବିକି ଆଣିଥାନ୍ତି। ତମେମାନେ ଦେଖିଥିବ ନିହାତି ଭାବରେ। ଠିକ୍ ସେଇଭଳିଆ ଏଠାରେ ଦେଖିପାରୁଥିବ ଗୋଟିଏ ଫଟୋ ଅଛି। ଫଟୋ ଅଛି ନା ନାହିଁ? ଦେଖିପାରୁଛ ନା ନାହିଁ ପିଲାମାନେ? କହିଲ ଦେଖି, ଏଇଟା କି ଦୋକାନ କି ମୋତେ କହିପାରିବ କି ତମେମାନେ? ଏଇଠି ଦେଖ ସପୁରୀ ଅଛି, ଡ୍ରାଗନ ଫ୍ରୁଟ୍ ଅଛି, ତାପରେ ଗଲା ଯେ ଏଠି ଅଙ୍ଗୁର ଅଛି, କଦଳୀ ଅଛି, ପଛପଟେ ଆମ୍ବ ଅଛି, ଏଠି ନଡ଼ିଆ ବା ପଇଡ଼ ରଖା ହେଇଛି। ଇଏ ପଇଡ଼ ବୋହିକି ମଉସା ଯାଉଛନ୍ତି। ଏଇଠି ଦେଖ ପନିପରିବା ମାଉସୀ ଏଠି ବିକ୍ରି କରୁଛନ୍ତି। ତ ଏଠି ଯଦି ଏଇ ଚିତ୍ରରେ ମାନେ ଦେଖିବା, ଗୋଟେ ପଟେ ଫଳ ଦୋକାନ ଅଛି, ଆଉ ଗୋଟେ ପଟେ ପନିପରିବା ଦୋକାନ ଅଛି। ଆଚ୍ଛା, ତଳକୁ ଯିବା, ତଳକୁ ଯିବା। ତଳକୁ ଯେତେବେଳେ ଯିବା ଦେଖିପାରିବା ଏଠାରେ ଯେ ମାଙ୍କଡ଼ ଆଉ ତା ଭଉଣୀ ବସିଛନ୍ତି, ଆଉ ତାଙ୍କ ଜେଜେ ପାଖରେ ବସିକି ତାଙ୍କୁ କାହାଣୀ ଶୁଣଉଥିବେ ବୋଧେ, ହଁ ନା ନାହିଁ? ତାପରେ ଯେତେବେଳେ ତଳକୁ ଯିବା ପିଲାମାନେ, ଏଠାରେ ଆମକୁ ଦେଖିବା ପାଇଁ ମିଳୁଛି କ'ଣ? ଯେ ଏଠାରେ ଅ ଆ ଶିଖିବା ସହିତ ମାଙ୍କଡ଼ର ଭଉଣୀ ମାଙ୍କଡ଼ ତା ମାଆଙ୍କ ସହିତ ବସିକି ଏଠାରେ ପାଠ ପଢ଼ୁଛି, ହଁ ନା ନାହିଁ? ପାଠ ପଢ଼ି ସାରିବା ପରେ ଦେଖ, ତମେ ଯେପରି ଦୁଷ୍ଟ ହୁଅ, ପାଠ ନ ପଢ଼ିକି ତମେ ଖେଳିବା ପାଇଁ ପଳେଇ ଯାଅ କିମ୍ବା ମୋବାଇଲ ଚଳାଇବା ପାଇଁ ମାଗି ବସ। କିନ୍ତୁ ମାଙ୍କଡ଼ ଓ ତା ଭଉଣୀ ସୁନା ପୁଅ ଝିଅ ସେମାନେ ଅଟନ୍ତି। ତେଣୁକରି ପ୍ରଥମେ ପାଠ ପଢ଼ିଲେ, ତାପରେ ଯାଇକି ଏଠାରେ ତଳକୁ ଯଦି ଆମେମାନେ ଦେଖିବା ପିଲାମାନେ, ଏଇଠାରେ ଖେଳ ଖେଳୁଛନ୍ତି। ତ ପ୍ରଥମେ ପାଠ, ବୁଝିପାରୁଛ ନା ନାହିଁ? ପ୍ରଥମେ ପାଠ ପଢ଼ିବ, ପାଠ ପଢ଼ି ସାରିବା ପରେ ତାପରେ ତମେମାନେ ଖେଳ ଖେଳିବ। ବୁଝିଗଲ? ତାପରେ ତ ଆମେ ଟିକେ ଯଦି ତଳକୁ ଯିବା, ଏଠାରେ ଖାଇ ପିଇ କରି ମାଙ୍କଡ଼ ଓ ତାଙ୍କ ବାପା ମା ସମସ୍ତେ ଶୋଇ ପଡ଼ନ୍ତି। ବୁଝିପାରିଲ ନା ନାହିଁ? ତମେମାନେ ବି ଏଇପରି କରିବ ଯେ ପ୍ରଥମେ ପାଠ, ତାପରେ ଖେଳ, ତାପରେ ଖାଇ ପିଇ କରି ଆରାମସେ ବିଶ୍ରାମ ନେବ। ଓକେ ଓକେ ଓକେ, ଶୁଣ 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 ମୋ କଥା ଶୁଣ। ଏବେ ଆମେ ପାଠ ଉପରକୁ ଆସିଯିବା। ପାଠରେ ଦେଖ, ଏଠାରେ ଛୋଟିଆ ଗୀତଟି ଅଛି। ସେ ଗୀତଟିକୁ ମୁଁ ପ୍ରଥମେ ବୋଲିବି, ତାପରେ ତମେ ତା ସହିତ ଗାଇବ, ପାଳିଆ ଧରିବ। ବୁଝିପାରୁଛ ନା ନାହିଁ? ମୋ ସହିତ ତମେମାନେ ମଧ୍ୟ ଗାଇବ। ଚାଲ, ମୁଁ ଏଠାରେ ଗୀତଟିକୁ ପଢ଼ି ଦେଉଛି ଯେ ମାଙ୍କଡ଼ ଖାଇବ କାଙ୍କଡ଼ ଝଡ଼। କ'ଣ ଖାଇବ? କାଙ୍କଡ଼ ଝଡ଼। କାଙ୍କଡ଼ ଯଦି ଦେଖ, କାଙ୍କଡ଼ ତମେ କ'ଣ ଯଦି ଜାଣିନାହଁ, ବାପାଙ୍କୁ କିମ୍ବା ମାଆଙ୍କୁ ପଚାରିବ ତ ଦେଖେଇ ଦେବେ ତମକୁ। ଚାଲ। ମାଙ୍କଡ଼ କହିଲା ବାପାଙ୍କୁ ଦିନେ, କାଙ୍କଡ଼ ଖାଇବି ଭାବିଛି ମନେ। ମାଙ୍କଡ଼ କ'ଣ କହୁଛି? ମୋ ସହିତ ଗାଇଦେଲ, ତାପରେ ଆମେମାନେ ତାର ଅର୍ଥ ମଧ୍ୟ ଜାଣିବା। ଯେ ମାଙ୍କଡ଼ କହିଲା ବାପାଙ୍କୁ ଦିନେ, କାଙ୍କଡ଼ ଖାଇବି ଭାବିଛି ମନେ। ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। ପାଇଲେ ଟଙ୍କା, ଗାଓ ମୋ ସହିତ। ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। କାଙ୍କଡ଼ କାଟି ଜିରାକୁ ବାଟି। କୁହ କୁହ ମୋ ସହିତ କୁହ। କାଙ୍କଡ଼ କାଟି ଜିରାକୁ ବାଟି ଛୁଙ୍କ ଦେଇ ତୁମେ ଝୋଳ କରିଦେବ। କ'ଣ କରିଦେବ? ଛୁଙ୍କ ଦେଇ ତୁମେ ଝୋଳ କରିଦେବ। ଲାଗିବ ସୁଆଦ? ଲାଗିବ ସୁଆଦ ଖାଇବି ଚାଟି। ଲାଗିବ ସୁଆଦ ଖାଇବି ଚାଟି। ଗାଇ ପାରୁଛ ମୋ ସହିତ? ଚାଲ ଆଉଥରେ ଆମେମାନେ ପ୍ରୟାସ କରିବା, ଆଉଥରେ ଚେଷ୍ଟା କରିବା। ଚାଲ ମୋ ସହିତ ଗାଇବ ହେଲା। ମାଙ୍କଡ଼ କହିଲା ବାପାଙ୍କୁ ଦିନେ, ଗାଅ, ଭେରି ଗୁଡ୍। କାଙ୍କଡ଼ ଖାଇବି ଭାବିଛି ମନେ, ଗାଅ। କାଙ୍କଡ଼ ଖାଇବି ଭାବିଛି ମନେ। ପାଇଲେ ଟଙ୍କା
କ'ଣ ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। କାଙ୍କଡ଼ କାଟି ଜିରାକୁ ବାଟି। କ'ଣ କହୁଛି? କାଙ୍କଡ଼ କାଟି ଜିରାକୁ ବାଟି ଛୁଙ୍କ ଦେଇ ଝୋଳ କରିଦେବ। ଲାଗିବ ସୁଆଦ ଖାଇବି ଚାଟି। କ'ଣ କହୁଛି ମାଙ୍କଡ଼? ଲାଗିବ ସୁଆଦ ଖାଇବି ଚାଟି। ତାପରେ ଅନ୍ୟ ଆମ ଶ୍ଳୋକକୁ ଯିବା, ଇଏ ତ ପଦକୁ ଯିବା। ଏତିକି ବେଳକୁ ଡାକିଲେ ମା। ଏତିକି ବେଳକୁ ଡାକିଲେ ମା। ଶୁଣୁଥାରେ ପୁଅ କହୁଛି ଯାହା। ବଜାର ଯିବି ପରିବା ସଉଦା କିଣି ଆଣିବି। କରି ରୋଷେଇ ଦେବି ଖୁଆଇ। ଅଝଟ ହୁଅନା ଧନ ସଂଖାଳି ମୋ। ପାଠ ପଢ଼ି ସାରି ଖେଳୁଥା ଯାଇ। ପାଠ ପଢ଼ି ସାରି ଖେଳୁଥା ଯାଇ। ଦେଖ 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 ମୋ ସହିତ ଏବେ ଗାଇବ ହେଲା। ମୁଁ ତ ଗାଇଦେଲି, ମୋ ହିସାବରେ ଗାଇଦେଲି, ତମେ ମୋ ସହିତ ପାଳିଆ ଧରିବ ଏବେ। ଦେଖ ଏତିକି ବେଳକୁ ଡାକିଲେ ମା। ଗାଅ। ଏତିକି ବେଳକୁ ଡାକିଲେ ମା। ଶୁଣୁଥାରେ ପୁଅ କହୁଛି ଯାହା। ବଜାର ଯିବି ପରିବା ସଉଦା କିଣି ଆଣିବି। ଚାଲ ଗାଅ। ବଜାର ଯିବି ପରିବା ସଉଦା କିଣି ଆଣିବି। କରି ରୋଷେଇ ଦେବି ଖୁଆଇ। କୁହ। କରି ରୋଷେଇ ଦେବି ଖୁଆଇ। ଅଝଟ ହୁଅନା ଧନ ସଂଖାଳି ମୋ। ଗାଅ। ଅଝଟ ହୁଅନା ଧନ ସଂଖାଳି ମୋ। ପାଠ ପଢ଼ି ସାରି ଖେଳୁଥା ଯାଇ। ପାଠ ପଢ଼ି ସାରି ଖେଳୁଥା ଯାଇ। ପାଠ ପଢ଼ି ସାରି ଖେଳୁଥା ଯାଇ। ସୁନ୍ଦର ଲାଗିଲା ନା ନାହିଁ କବିତାଟି? ଗାଇପାରିଲ ମୋ ସହିତ ତ? ଚାଲ ଏହାର ଅର୍ଥ ଟିକେ ଆମେ ମାନେ ଶୁଣିଦେବା। ଦେଖ 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 ପିଲାମାନେ, ମଜା ଲାଗିଯିବ। ଭିଡ଼ିଓ ଛାଡ଼ିକି ଯିବନି ହେଲା। ଭିଡ଼ିଓ ଛାଡ଼ିକି ଗଲେ ମାଡ଼ ଖାଇବ, ତମ ମମି ପାପା ପିଟିବେ। ଚାଲ ଦେଖ 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 ଅର୍ଥ ଇଆଡ଼ ବୁଝିଦେବା। ମାଙ୍କଡ଼ କହିଲା ବାପାଙ୍କୁ ଦିନେ ଯେ ତୁମେ ଯେପରି ବାପାଙ୍କୁ ଅଳି କର, ମାଙ୍କଡ଼ ସେହିପରି ଦିନେ ଅଳି କଲା। କ'ଣ କହିକି ଅଳି କଲା ଛୁଆମାନେ? ମାଙ୍କଡ଼ କହିଲା କାଙ୍କଡ଼ ଖାଇବି ଭାବିଛି ମନେ। ଯେ ବାପା ତମେ ଯେପରି କୁହ ଯେ ବାପା ମୋତେ ମଞ୍ଚୁରନ୍ ଭଲ ଲାଗେ, ମୁଁ ଖାଇବି ଆଜି, କି ଆଇସ୍କ୍ରିମ୍ ଆଜି ଖାଇବି। ତ ଠିକ୍ ସେଇଭଳିଆ ମାଙ୍କଡ଼ ତା ବାପାକୁ କହିଲା ଯେ ବାପା ଆଜି ମୁଁ କାଙ୍କଡ଼ ଝୋଳ ଖାଇବି ମନରେ ଭାବିଛି। ତ ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। ତ ଟଙ୍କା ଯେତେବେଳେ ମିଳିଯିବ ମୋତେ, ମୁଁ ଦୋକାନକୁ ଯାଇକି ଲଙ୍କା କିଣି ଆଣିବି ପ୍ରଥମେ। ଦେଖ ଆମେ ଯେତେବେଳେ ଗୋଟେ ମାନେ କିଛି ବି ରାନ୍ଧିବା ପାଇଁ ଯାଉ, ତା ପୂର୍ବରୁ କିଛି ତା'ର କଞ୍ଚା ସାମାନ ଯୋଗାଡ଼ କରୁନା ନାହିଁ। ଯେତେବେଳେ ଆମେ ତରକାରୀ ରାନ୍ଧିବା ପାଇଁ ଯାଉ, ତମେ ମାନେ ଦେଖିଥିବ, ତରକାରୀ ଯେତେବେଳେ ଆମେ ମାନେ ରାନ୍ଧିବା ପାଇଁ ଯାଉ, ସେତେବେଳେ ଆଳୁ, କୋବି, ତାପରେ ଗଲା ଯେ ଆମର ଗାଜର, ଅନେକ ଜିନିଷ ଆମେ ମାନେ ଖୋଜିକି, ଜହ୍ନି, ମାଖନ, ଏହିପରି ଅନେକ ଜିନିଷ ଆମେ ମାନେ ଏକାଠି କରିକି ରାନ୍ଧୁ। ଠିକ୍ ସେଇଭଳିଆ କାଙ୍କଡ଼ ଝୋଳ କରିବା ପାଇଁ ମାଙ୍କଡ଼ କ'ଣ କରିଛି? ପ୍ରଥମେ ପଇସା ଯେତେବେଳେ ମୋତେ ମିଳିଯିବ, ମୁଁ ପ୍ରଥମେ ଲଙ୍କା କିଣି ଆଣିବି ବୋଲିକି ସେ କହୁଛି। ବୁଝିପାରିଲ? ବୁଝିପାରିଲ? ଗଟ୍ ଇଟ୍? ଲେଟ୍ସ ଷ୍ଟାର୍ଟ। ଦେଖ ଦେଖ ଏଠାରେ ଆଉ କ'ଣ? କାଙ୍କଡ଼ କାଟି ଜିରାକୁ ବାଟି ଛୁଙ୍କ ଦେଇ ତୁମେ ଝୋଳ କରିଦେବ। ତା ମମିଙ୍କୁ କହୁଛି। ତାମାନେ କାହାକୁ କହୁଛି? ମାଙ୍କଡ଼ ମମିଙ୍କୁ କହୁଛି। ମମିଙ୍କୁ କ'ଣ କହୁଛି ବାବୁ? ଶୁଣ ଏଠାରେ। କାଙ୍କଡ଼ କାଟି ଜିରାକୁ ବାଟି। କାଙ୍କଡ଼କୁ ପ୍ରଥମେ କାଟିଦେବ, ତାପରେ ଜିରାକୁ ବାଟିଦେବ ବୋଲିକି ମମିଙ୍କୁ କହୁଛି। ଛୁଙ୍କ ଦେଇ ତୁମେ ଝୋଳ କରିଦେବ। ଛୁଙ୍କ କହିଲେ ତମେମାନେ, ମୁଁ ଯଦି ସାଧାରଣ ଭାଷାରେ କହିବି, ପରଝିବାଟା କୁହନ୍ତି, ଛୁଙ୍କ ଲଗାଇବାଟା। ଡାଲି ପରେ ଗୋଟେ ଛୁଙ୍କ ଲଗାନ୍ତି ନା ନାହିଁ? ଆମ ଅନୁଗୁଳ ସାଇଡ଼୍ରେ ବା ଅନୁଗୁଳ ରେଣାକୁଳ ସାଇଡ଼୍ରେ ପରଝିବା ବୋଲିକି ଆମେମାନେ କହୁ। ତମ ସାଇଡ଼୍ରେ କ'ଣ କୁହନ୍ତି? ତମେମାନେ ଯଦି କମେଣ୍ଟ ସେକ୍ସନ୍ ଖୋଲା ଥାଏ, ତମେମାନେ ମୋତେ କମେଣ୍ଟରେ ଜଣାଇ ଦିଅ। ଓକେ, ଆଗକୁ ବଢ଼ିଆ। ଛୁଙ୍କ ଦେଇ ତୁମେ ଝୋଳ କରିଦେବ। ଲାଗିବ ସୁଆଦ ଖାଇବି ଚାଟି। ଯେଉଁ ଜିନିଷଟି ତୁମକୁ ସୁଆଦିଆ ଲାଗେ, ତୁମେମାନେ ଚାଟିକି ଖାଇଯାଅ ନା ନାହିଁ? ଆରେ ବାଃ, ସୁନ୍ଦର ହେଇଛି ମମି ବୋଲିକି କୁହ ନା ନାହିଁ? ଚାଲ ଆଗକୁ ବଢ଼ିବା। ଏତିକି ବେଳକୁ ଡାକିଲେ ମା। ଏତିକି ବେଳେ ମା ତାଙ୍କୁ ଡାକିଲେ। ବାପାଙ୍କ ପାଖରେ ଥିଲେ, ବାପାଙ୍କ ପାଖରେ ବସିକି ମାଙ୍କଡ଼ ଅଳି କରୁଥିଲା। ଏବେ କ'ଣ ହେଲା? ମା ତାଙ୍କୁ ପଛରୁ ଡାକିଦେଲେ। କ'ଣ ବୋଲିକି ଡାକିଦେଲେ?
ବଜାର ଯିବି ପରିବା ସଉଦା କିଣି ଆଣିବି। ମୁଁ ବଜାରକୁ ଯିବିରେ ପୁଅ, ମୁଁ ପରିବା ସଉଦା କିଣିକି ଆଣିବି। କୋରି ରୋଷେଇ ଦେବି ଖୁଆଇ, ଅଝଟ ହୁଅନା ଧନ ସଂଖାଳି ମୋ। ଦେଖ 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 ଦେଖ, କରି ରୋଷେଇ ଦେବି ଖୁଆଇ, ମୁଁ ରୋଷେଇ କରିକି ଧନ ତୋତେ ମୁଁ ଖୁଆଇ ଦେବି। ତମେ ଅଝଟ, ଯେପରି ତମେ ଯେତେବେଳେ ଅଝଟ ହୁଅ ତୁମ ମମି ତମକୁ କ'ଣ କରନ୍ତି? ଗେଲ ଟିକେ କରିଦିଅନ୍ତି ନା ନାହିଁ? ଓଲୋ ମୋ ଧନଟା ଲୋ, ମୋ ସୁନାଟା ପରା, ତୁ କାନ୍ଦନା, ସେହିପରି କୁହନ୍ତି ନା ନାହିଁ? ତ ଠିକ୍ ସେହିଭଳିଆ ମାଙ୍କଡ଼ର ମମି ତାଙ୍କୁ କହୁଛନ୍ତି ଅଝଟ ହୁଅ ନା, ମାନେ ଗେଲ ହୁଅ ନା ଧନ, ତୁମେ ଅଝଟ କର ନା, ଦୁଷ୍ଟ ହୁଅ ନା ମୋ ଧନ ସଂଖାଳି ବୋଲିକି କହୁଛନ୍ତି। ପାଠ ପଢ଼ି ସାରି ଖେଳୁଥା ଯାଇ, ମୁଁ ତୋତେ ରାନ୍ଧିକି ତୋ ପ୍ରିୟ ଖାଦ୍ୟ କାଙ୍କଡ଼ ଝୋଳ ମୁଁ ତୋତେ ଦେଇଦେବି, କିନ୍ତୁ ପାଠ ପଢ଼ି ସାରିକି ତୁ ଯା ଖେଳୁଥା। ବୁଝିପାରିଲ ନା ନେ ପିଲାମାନେ? ଏଥିରେ ଆଉ କିଛି ସନ୍ଦେହ ରହିଲା କି ତମର? କିଛି ରହିଲା ନାହିଁ ନା? ତମେ ଏ ପର୍ଯ୍ୟନ୍ତ ଯଦି ଭିଡ଼ିଓଟିକୁ ଦେଖୁଛ, ତମେ ହେଲ ସତରେ ସୁନା ପିଲା। ତମେ ଭଲ ପାଠ କରିପାରିବ। ମୁଁ ଆଶା କରୁଛି ଭିଡ଼ିଓଟି ତୁମକୁ ପସନ୍ଦ ଆସିଥିବ। ନିହାତି ଭାବରେ ପସନ୍ଦ ଆସିଲେ ସାଙ୍ଗମାନଙ୍କ ପାଖକୁ ଭିଡ଼ିଓଟିକୁ ସେୟାର କରିଦିଅ। ତୋଠି ତୀର ବଟନ୍ଟେ ଥିବ, ସେଇଠି ଯାଇକି ହ୍ୱାଟ୍ସଆପ୍ରେ ସେୟାର କରିଦିଅ। ଆମ ଚ୍ୟାନେଲରେ ଏହିପରି ସୁନ୍ଦର ଭିଡ଼ିଓ ଗୁଡ଼ାକ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବ ନାହିଁ। ଧନ୍ୟବାଦ ପିଲାମାନେ। ଗୁଡ୍ ବାଏ।